ଚାଲନ୍ତୁ ଜାଣିବା ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେମିତି ଅନଲାଇନ୍ ମାଧ୍ୟମରେ ଆପ୍ଲାଏ କରିବା। ତାହା ବି 5 ମିନିଟ୍ରେ, ବେଶୀ ସମୟ ଆପଣଙ୍କୁ ଟାଇମ୍ ନେବାକୁ ପଡ଼ିବନି। ସେଥିପାଇଁ ଆପଣ ମୋବାଇଲ କିମ୍ବା କମ୍ପ୍ୟୁଟରରେ କୌଣସି ଏକ ବ୍ରାଉଜରକୁ ଯିବେ। ସେଥିରେ ଲେଖିବେ ଜନଶୁଣାଣି ପୋର୍ଟାଲ, ତାପରେ ଲେଖା ହେଇଥିବ ପବ୍ଲିକ୍ ଗ୍ରିଭେନ୍ସ ରେଜିଷ୍ଟ୍ରାର ପୋର୍ଟାଲ। ତାପରେ ଆମେ କ୍ଲିକ୍ କରିବା। କ୍ଲିକ୍ କଲା ପରେ ପପଅପ୍କୁ କାଟିଦେବା। କାଟିଦେଲା ପରେ ଆମେ ପ୍ରଥମେ ଯିବା ସାଇନ୍ ଅପ୍ କରିବା। ଯେହେତୁ ଆମେ ବର୍ତ୍ତମାନ ଲଗ୍ଇନ୍ କରିପାରିବାନି, ପ୍ରଥମେ ସାଇନ୍ ଅପ୍ କରିବା। ଲଗ୍ଇନ୍ ଅପସନ୍ ଦେଖାଉଛି ସାଇନ୍ ଅପ୍ ଏ ସାଇଟ୍ରେ ଅଛି, ସାଇନ୍ ଅପ୍ ଅଛି। ସାଇନ୍ ଅପ୍ ଆମେ ଏଠି କ୍ଲିକ୍ କରିବା। ପ୍ରଥମେ ଆମେ ନାମ ଦେଇଦେବା। ଏଠି ମୁଁ ଉଦାହରଣ ସ୍ୱରୂପ ଗୋଟେ ନାମ ଦେଇଦେଉଛି। ଆପଣଙ୍କର ପ୍ରପର୍ ନାମ ଦେବେ। ମୁଁ ଆପଣମାନଙ୍କୁ ଦେଖାଇବା ପାଇଁ ଏହା ନାମ ଦେଇଦେଉଛି। ତାପରେ ଏଠି ଆପଣଙ୍କର ମେଲ୍ ଆଇ ଡ଼ି ଦେଇଦେବେ, ମୋବାଇଲ୍ ନମ୍ବର ଦେଇଦେବେ ଏବଂ ଏଇଠି ଗୋଟେ ପାସୱାର୍ଡ଼ କ୍ରିଏଟ୍ କରିବେ। ପାସୱାର୍ଡ଼ଟି ପ୍ରଥମେ ନାମ ଦେଇକି ସଂଖ୍ୟା ଦେଇଦେବେ, ନହେଲେ ପ୍ରଥମେ ସଂଖ୍ୟା ଦେଇକି ନାମ ଦେଇକି ଏହିପରି ଭାବରେ ଆଉ ଗୋଟେ ପାସୱାର୍ଡ଼ ବନେଇବେ ପରି ସୁନିଶ୍ଚିତ କରିବେ। ତାପରେ OTP ଉପରେ କ୍ଲିକ୍ କରିବେ। OTP ଉପରେ କ୍ଲିକ୍ କଲା ପରେ ଆପଣଙ୍କ ମୋବାଇଲ କି ଯେଉଁ ମୋବାଇଲ୍ ନମ୍ବର ଦେଇଥିବେ ସେ ନମ୍ବରକୁ ଆପଣଙ୍କର ଗୋଟେ OTP ଯିବ। OTPଟି ଆପଣ ଏଠି ସବମିଟ୍ କଲା ପରେ ଆପଣଙ୍କର ସାଇନ୍ ଅପ୍ ସକ୍ସେସଫୁଲି ହେଇଯିବ। ଏହିପରି ଭାବରେ ଆପଣ ସାଇନ୍ ଅପ୍ କରିବେ। ସାଇନ୍ ଅପ୍ କଲା ପରେ ଆପଣ କେମିତି ଲଗ୍ଇନ୍ କରିବେ ଚାଲନ୍ତୁ ତା ମୁଁ କହିବି। ତାପରେ ଆମେ ସାଇନ୍ ଇନ୍ ଉପରେ କ୍ଲିକ୍ କରିବା। କ୍ଲିକ୍ କଲା ପରେ ଏଠି ଆପଣଙ୍କର ମୋବାଇଲ କିମ୍ବା ମେଲ୍ ଆଇ ଡ଼ି ଦେଇଦେବେ। ତାପରେ ପାସୱାର୍ଡ଼ ଯେଉଁ କ୍ରିଏଟ୍ କରିଥିବେ ତାହା ଦେଇଦେବେ। ଯେହେତୁ ମୁଁ ଆଗରୁ କରିସାରିଛି ସେଥିପାଇଁ ଡାଇରେକ୍ଟ ଲଗ୍ଇନ୍ ଉପରେ କ୍ଲିକ୍ କରୁଛି। ଅଭିଯୋଗ ପଞ୍ଜୀକରଣ କରନ୍ତୁ ଏଠି ଲେଖା ହେଇଛି, ତା ଉପରେ ଆମେ କ୍ଲିକ୍ କରିବା। କ୍ଲିକ୍ କଲା ପରେ ଉପରେ ଯେଉଁ ଲେଖା ହେଇଛି ସରକାରୀ କର୍ମଚାରୀ ଜନଶୁଣାଣି, ଯେଉଁମାନେ ସେଇ ଆର ପୋର୍ଟାଲରେ ସେମାନେ ଆପ୍ଲାଏ କରିବେ। ତାପରେ ଆପଣଙ୍କର ନାମ ଆସିଯିବ। ଏଠି ଓଡ଼ିଶା ବି, ଓଡ଼ିଶାକୁ ଓଡ଼ିଶା ଦେଇ ରଖିଦେବେ। ତାପରେ ଆପଣଙ୍କର ଜିଲ୍ଲା ଚୁଜ୍ କରି ନେଇଯିବେ। ଆପଣ ଆପଣଙ୍କ ହିସାବରେ ଯେଉଁ ଜିଲ୍ଲା ଫିଲ୍ଲା ବ୍ଲକ ଚୁଜ୍ କରିବେ। ତାପରେ ପଞ୍ଚାୟତ ଚୁଜ୍ କରି ନେଇଯିବେ। ତାପରେ ଏଠି ଗ୍ରାମ ଚୁଜ୍ କରି ନେଇଯିବେ, ଆପଣ ଯେଉଁ ଗ୍ରାମ ରହିଥିବେ। ତାପରେ ଆପଣଙ୍କର ଠିକଣା ଦେଇଦେବେ। ଠିକଣାଟି ପ୍ରପର୍ ଦେଇଦେବେ। ଆପଣ ଅଧା ସଦା ଲେଖିବେନି, ମୁଁ ଆପଣମାନଙ୍କୁ ଦେଖାଇବା ପାଇଁ ଖାଲି ମାରିଦେଉଛି। ତାପରେ ଆପଣ ମେଲ୍ କି ଫିମେଲ୍ ଦେଇଦେବେ। ତାପରେ ଏଠି ସବୁ ପ୍ରକାର ଅଛି। ଆପଣ ଯଦି ଭଲ ହେଇଥିବେ ନନ୍ ଉପରେ କ୍ଲିକ୍ କରିବେ ଏବଂ ବିକଳାଙ୍ଗ ହେଇଥିଲେ ସେହି ହିସାବରେ ଆପଣ ଚୁଜ୍ କରିବେ। ଏଇଠି ଆପଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲେଖିବେ, ନହେଲେ ନାହିଁ PM ଆବାସ ଯୋଜନା ଲେଖିବେ। ମୁଁ ଆପଣମାନଙ୍କୁ ଦେଖାଇ ଦେଉଛି। ମୁଁ ଏଠି ବି ଲେଖିଦେଉଛି। ମୁଁ ଲେଖୁଛି ଫର୍ ପ୍ରଧାନମନ୍ତ୍ରୀ ହାଉସ୍ ଲେଖିଦେଉଛି। ଲେଖିଲା ପରେ ଆମେ ତାପରେ ପରବର୍ତ୍ତୀ ଉପରେ କ୍ଲିକ୍ କରିବା। କ୍ଲିକ୍ କଲା ପରେ ତାପରେ ଏଇଠି ଆପଣ ଯାହା ଅଛି କଲେକ୍ଟର ଉପରେ ଡାଇରେକ୍ଟ କ୍ଲିକ୍ କରିବେ ଏବଂ ଯାହା ଅଛି ଆପଣଙ୍କର ଜିଲ୍ଲା ହିସାବରେ ଜିଲ୍ଲା କଲେକ୍ଟର ଚୁଜ୍ ହେଇଯିବ। ଯଦି ନ ଆସିବେ ଆପଣ ଦେଇଦେବେ। ତାପରେ ପରବର୍ତ୍ତୀ ଉପରେ କ୍ଲିକ୍ କରିବେ। ଏଠି ଆପଣ ହଁ ମୁଁ ପୋଷ୍ଟ କରନ୍ତୁ କହିକି ସୁନିଶ୍ଚିତ କରିବେ। ଏଇ ଦେଖିପାରୁଥିବେ ଆପଣଙ୍କର ଡକୁମେଣ୍ଟଟି ସକ୍ସେସଫୁଲ୍ ହେଇଗଲା। ଆପଣଙ୍କର ଗୋଟେ ଟୋକନ୍ ନମ୍ବର ବାହାରି ପଡ଼ିଲା। ଟୋକନ୍ ନମ୍ବରଟି ଆପଣ PDF କରି ରଖିପାରିବେ। ସେ PDFଟା ଆପଣ ପ୍ରିଣ୍ଟ ଆଉଟ୍ କରିକି ରଖିବେ। ଯଦି ଆପଣଙ୍କର ଘର ମିଳିବାରେ ଲେଟ୍ ହୁଏ ତାହେଲେ ଯାଇକି କଲେକ୍ଟର ଅଫିସରେ ଦାଖଲ କରିଦେଲେ ବି ଭଲ ହେବ। ନହେଲେ ଆପଣ କଲେକ୍ଟର ଫୋନ୍ କରିବେ ଆପଣଙ୍କ ପାଖକୁ। ଫୋନ୍ କଲେ ଆପଣ ଆପଣଙ୍କ ଅଭିଯୋଗ କହିବେ। ଏହିପରି ଭାବରେ ଆପଣ ଘର ଆପ୍ଲାଏ କରିପାରିବେ, ନହେଲେ କୌଣସି ପ୍ରକାର ଆପ୍ଲାଏ କରିପାରିବେନି। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଛି ଲାଇକ୍, ସବସ୍କ୍ରାଇବ୍ ଓ ସେୟାର କରନ୍ତୁ, ଯାହାକି ଅନ୍ୟ ଲୋକର ସାହାଯ୍ୟରେ ଆସିବ।